ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଉଲ୍ଲେଖ ଧ୍ୟାନମୂଳଂ ଗୁରୁମୂର୍ତ୍ତି ପୂଜାମୂଳଂ ଗୁରୁପଦଂ ମନ୍ତ୍ରମୂଳଂ ଗୁରୁବାକ୍ୟଂ ମୋକ୍ଷମୂଳଂ ଗୁରୁକୃପା। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଉଲ୍ଲେଖ ପର ସ୍ଥିରୀ ପର ଦ୍ରବ୍ୟକୁ ଦେଖିଲେ ନ ବଲାଇବ ପ୍ରକୃତି। ଏକ ପାଦ ବ୍ରହ୍ମ ଗୁରୁ ସେବା କଲେ ତେବେ ବଲାଇବ ଯତି। ଗୁରୁ ପୟରେ ବିଶ୍ୱାସ ରଖିଥିବ ନହିବ ଆନରେ ସଙ୍ଗ। ପିଣ୍ଡ ପ୍ରାଣକୁ ହେତୁ ଘରେ ରଖିଲେ ତେବେ ନ ଟଳିବ ଅଙ୍ଗ। ଯୋନିରୁ ଜନ୍ମ ବାସନା ଅଙ୍ଗେ ଥିଲେ ପାଇ ନୁହେଁ ବ୍ରହ୍ମ ଜ୍ଞାନ। ନିରନ୍ତରେ ଗୁରୁ ସେବାରେ ଖଟିଲେ ଅଖଣ୍ଡିତ ବ୍ରହ୍ମେ ଲୀନ। ଧୀର ସମୀର ହୃଦୟରେ ବହିବ ନ ପାଞ୍ଚିବ ଛିଦ୍ର ବୁଦ୍ଧି। ପ୍ରକୃତି ଗଣ ଯେବେ ସଙ୍ଗ ହୋଇଲେ ଏ ପିଣ୍ଡ ନୁହୋଇ ସିଦ୍ଧି। ଜିହ୍ୱା ଇନ୍ଦ୍ରୀ ନାଶୁଛନ୍ତି ଏ ଜୀବକୁ ସମ୍ଭାଳିବ ତତ୍ପ କରି। ଅଖଣ୍ଡ ମହାବ୍ରହ୍ମ ପଦ୍ମ ପାଦକୁ ଦୃଢ଼ ବନ୍ଧେ ଥିବ ଧରି। ମହାବ୍ରହ୍ମକୁ ମୁଁ ଆଶା କରି କରି ଧରି ନ ପାଉଛି ପାଦ। ଭଣେ ଭୀମ ଭୋଇ ଗୁରୁ ପାଦ ଧ୍ୟାଇ ନ ପାଉଛି ଅନ୍ତ ଆଦ୍ୟ। ନ ପାଉଛି ଅନ୍ତ ଆଦ୍ୟ। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଉଲ୍ଲେଖ। ଆଜି ମୁଁ ଆପଣମାନଙ୍କର ଉପସ୍ଥିତିରେ ସମସ୍ତ ଉଡ଼ାବୁଡ଼ା ଚଳଚଳ ଚାରିଖାନି ସମସ୍ତ ଦଶ ଦିଗପାଲ ଗ୍ରହ ନକ୍ଷତ୍ର ଚନ୍ଦ୍ର ସୂର୍ଯ୍ୟ ସମସ୍ତଙ୍କର କାମ୍ୟପୂର୍ବକ ଉପସ୍ଥିତି କାମ୍ୟପୂର୍ବକ ସେହି ପରମାତ୍ମା ପରବ୍ରହ୍ମଙ୍କର ଉଦ୍ଦେଶ୍ୟରେ କିଛି କହିବାକୁ ଯାଇଛି। ପୂର୍ବରୁ ଯମ ବାବଦରେ କହିଯାଇଥିବା ପରେ ପରେ ମୁଁ ଆଜି ନିୟମ ବାବଦରେ କିଛି କହିବାକୁ ଯାଉଛି। କହିବାରେ ତ୍ରୁଟି ଭୁଲ ଥିଲେ କ୍ଷମା ଦେବେ। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଉଲ୍ଲେଖ। ଷଡ଼ାକ୍ଷର ମନ୍ତ୍ର ନୀତି ଘୋଷରେ ମାନସ ତରିବାକୁ ଥିଲେ ତୋର ଆସ। ରେ ମାନସ ତରିବାକୁ ଥିଲେ ତୋର ଆସ। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଅଲେଖ। ଏହି ଅଲେଖ ମହିମା ଷଡ଼ାକ୍ଷର ମନ୍ତ୍ର ରୂପରେ ବିଖ୍ୟାତ ଅଛି। ଅକ୍ଷରେ ଅକାରମ୍ ରୂପାନନ୍ଦମ୍। ଲେ ଅକ୍ଷର ଦ୍ୱାରା ଲେକାରମ୍ ଲେତେ ଯୋଗିନମ୍। ଖ ଅକ୍ଷର ଦ୍ୱାରା ଖକାର ଖଗାସନମ୍ ଶୂନ୍ୟମଣ୍ଡଳମ୍। ମୋ ଅକ୍ଷର ଦ୍ୱାରା ମକାରମ୍ ବିନ୍ଦୁରୁ ପଞ୍ଚ। ହିକାରମ୍ କୁଣ୍ଡଲିନୀ ଭବେତ୍ ହି ଅକ୍ଷର ଦ୍ୱାରା। ମା ଅକ୍ଷର ଦ୍ୱାରା ଜୀବ ଆତ୍ମାୟମ୍ ଇତି ମନ୍ତ୍ରମ୍ ଷଷ୍ଠାକ୍ଷରମ୍। ସେହି ଷଡ଼ାକ୍ଷର ମନ୍ତ୍ର ଆଜି ବ୍ରହ୍ମ ମନ୍ତ୍ର ଷଡ଼ାକ୍ଷର ମାନେ ଷଡ଼ାକ୍ଷର ମନ୍ତ୍ର ନୀତି ଘୋଷରେ ମାନସ ତରିବାକୁ ଥିଲେ ତୋର ଆସ। ତେଣୁ ଆସନ୍ତୁ ବିଷୟକୁ ଯିବା। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଉଲ୍ଲେଖ। ନିୟମ ଯମର ମାନେ 5 ଗୋଟି ଯମ ନିୟମ ଯାକୁ କରାଇ ସେ ପଥକୁ। ତାପରେ ପରେ ଆମେ ନିୟମକୁ ଆସିବା। ସେ ନିୟମ ହେଉଛି 5। ସେ ନିୟମ ହେଉଛି 5ଟା। ତେଣୁ ସେଇ ନିୟମମାନଙ୍କର ମଧ୍ୟରେ ତନ୍ମଧ୍ୟରେ ଆମର ଅଛି 5ଟା ନିୟମ ଅଛି। କ'ଣ? 5ଟା ନିୟମ ମଧ୍ୟରେ ଶୌଚ
ପ୍ରଥମରେ ଶୌଚ, ଦ୍ୱିତୀୟରେ ସନ୍ତୋଷ, ତୃତୀୟରେ ସ୍ୱଧାୟ, ଚତୁର୍ଥରେ ଈଶ୍ୱର ପ୍ରଣିଧାନ ଏବଂ ସମର୍ପଣ। ତେଣୁ ଏଇ ନିୟମ ଯେଉଁଟା ଯମ ନିୟମ ଯାକୁ କରାଇ ସେ ପଥକୁ, ଯମର ଯେମିତି ଗୋଟେ ପାଞ୍ଚ ଗୋଟି ମାନେ ମାଧ୍ୟମ ଅଛି, ଠିକ୍ ସେହିପରି ନିୟମର ମଧ୍ୟ 5 ଗୋଟି ନିୟମ ଅବଧାନ ଅଛି ବା ତା'ର ନିୟମର ବିଧାନ ଅଛି। ତେଣୁ ଏଇ ନିୟମ ଏବଂ ଯମ ମାଧ୍ୟମରେ ଯେଉଁମାନେ ପହଞ୍ଚିବେ କେଉଁଠିକି, ସେହି ମାଧ୍ୟମରେ ଗଲେ ଏ ଜୀବର ମୁକ୍ତି ଅଛି। ଏଇଟା ଭୀମ ଭୋଇଙ୍କର ଭାଷାରେ ବର୍ଣ୍ଣିତ ଅଛି। ତେଣୁ ଆମେ ଆସନ୍ତୁ ସେଇ ନିୟମ ବାବଦରେ ଯିବା। ପ୍ରଥମରେ ଆମେ ଅଛି ଶୌଚ। ଶୌଚ ଦୁଇ ପ୍ରକାର ଶୌଚ ଅଛି। ଗୋଟିଏ ଅଛି ମାନେ ଅନ୍ତର ଶୌଚ, ଆଉ ଗୋଟେ ବାହ୍ୟ ଶୌଚ। ଆମେ ପ୍ରତିଦିନ ନିତ୍ୟକର୍ମ କରିବା ସମୟରେ ମାନେ ଅନେକ କର୍ମ କଲା ସମୟରେ ନିଜକୁ ଅଶୁଚି ମନେ କରିଥାଉ। ତେଣୁ ଆମେ ସ୍ନାନ କଲେ ଶୁଚି ହୁଏ। ତେଲ ସାବୁନ ଇତ୍ୟାଦି ଲଗେଇକିରି ସ୍ନାନ କଲେ ଶୌଚ ହୁଏ ଏବଂ ଏଇଟାକୁ ବାହ୍ୟ ଶୌଚ କହନ୍ତି। ଶରୀରରେ ଅନେକ ପ୍ରକାର ତେଲ ବାସ୍ନା ତେଲ ଇତ୍ୟାଦି ଲଗେଇକିରି ମୁଣ୍ଡ କୁଣ୍ଡେଇକିରି ଭଲ ପୋଷାକ ପିନ୍ଧିକିରି ଏଇଟା ବାହ୍ୟ ଶୌଚ ଲାଗେ। କିନ୍ତୁ ଅନ୍ତର ଗୋଟେ ଶୌଚ ଅଛି। ଅନ୍ତର ଶୌଚ କେମିତି ହେବ? ଅନ୍ତର ଶୌଚ କେମିତି ହେବ? ଏଇଟା ମାନେ ଭୀମ ଭୋଇ ଲେଖିଛନ୍ତି, କର୍ମକୁ ନ କଲେ କାମନା ସିଦ୍ଧ ହୁଏ ନାହିଁ, କ୍ରିୟାହୀନ ହୋଇ ଗଲେ ରେ ବଉଳ ଏ ନବ ଖଣ୍ଡ ମହି। କର୍ମକୁ ନ କଲେ କାମନା ସିଦ୍ଧି ହୁଏ ନାହିଁ। କର୍ମ ଗୋଟିଏ ନାହିଁ, ଦୁଇ ପ୍ରକାର କର୍ମ ଅଛି। ଗୋଟିଏ କର୍ମ ଆଉ ଗୋଟିଏ ଅକର୍ମ। ମୁଁ ହେଉଛି ଅଚ୍ୟୁତାନନ୍ଦ ବାବା। ଦାଢ଼ି ନିଶ ଜଟ ଆଡ଼ବନ୍ଧ ଡୋର କୌପିନ ବରଡ଼ା, ଏଇଟା ମୋର ଗୋଟିଏ କର୍ମ। ଏଇଟା ହେଉଛି ପେଟ ପୋଷା କର୍ମ। ଭାଗବତରେ ଲେଖା ଅଛି, କର୍ମ କରିଲେ କ୍ଷୟ ଯାନ୍ତି, ଅକର୍ମେ ବାସୁଦେବ ପ୍ରୀତି। କର୍ମ କରିଲେ କ୍ଷୟ ଯାନ୍ତି। ଯେମିତି ପିମ୍ପୁଡ଼ି ତାଙ୍କର ଖାଦ୍ୟ ପାଇଁ ଖୁଦ ମୁଲୁଖା ଆଦି ନେଇକରି ସଂଗ୍ରହ କରି ରଖୁଛି। ଚାଷୀ ଚାଷ କର୍ମ କରୁଛି। ବ୍ୟବସାୟୀ ବେପାର କାମ କରୁଛି। ଦୋକାନ କରିଛି। ଦୋକାନରେ ଅନେକ ପ୍ରକାର ମାତ୍ରା ମାନେ ଅନେକ ପ୍ରକାର ସଉଦା ରଖିକିରି ବିକ୍ରୟ କରୁଛି। ତା ଦ୍ୱାରା ତାର ପରିବାର ପୋଷଣ କରୁଛି। ଚାଷୀ ଚାଷ କର୍ମ ଦ୍ୱାରା ତାର ପରିବାର ପୋଷଣ କରୁଛି। ଏମିତି ପେଟ ପୋଷା କର୍ମ କେଉଁଟା? ଯେ ଏଇଟା ଯେଉଁ ଦାଢ଼ି ନିଶ ଜଟ ମାନେ ବଡ଼ଡ଼ା ଆଡ଼ବନ୍ଧ ଏଇସବୁ ଧରିକି ଯେଉଁ କର୍ମ କରିବା ଦ୍ୱାରା ଭିକ ମିଳୁଛି। ତେଣୁ ଭିକ ଦ୍ୱାରା ପ୍ରାଣ ରକ୍ଷା ହେଉଛି। ତେଣୁକରି ଭୀମ ଭୋଇ କହିଛନ୍ତି ଯେ ଆମର ଯେଉଁ ମାନେ କର୍ମକୁ ନ କଲେ କାମନା ସିଦ୍ଧ ହୁଏ ନାହିଁ, କ୍ରିୟାହୀନ ହୋଇ ଗଲେ ରେ ବଉଳ ଏ ନବ ଖଣ୍ଡ ମହି। କ୍ରିୟାହୀନ ଅର୍ଥାତ୍ ମାନେ ଏଇଟା ପ୍ରାଣ ତ୍ୟାଗ ସମୟର କଥା। ଯେ ଏଇ ଯେଉଁ ଆଖି ଗୁଡ଼ିକ ମାନେ ଆଖି ବନ୍ଦ ହେଇଯିବ, ନାସାଗ୍ରରେ ପାଣି ବହୁଥିବ, ମାନେ ନାସାଗ୍ରରୁ ବାୟୁ ଘନ ଘନ ଥନ ଥନ ସଁ ସଁ ଏମିତି ଆବାଜ ହେଉଥିବ, ପାଟିରୁ ଲାଳ ଗଡ଼ୁଥିବ ଏବଂ ଗୋଟିଏ ସାଇଡ଼କୁ ବଙ୍କା ହେଇଯାଇଥିବ। ମାନେ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଲେ ତାହା ଜାଣି, ଯିଏ ଯେଉଁ ଭାବ କରିଥିବ ସେଇଟା ଯେ ଯାହାକୁ ବିଶେଷ ଭାବରେ ଭଲ ପାଇଥାଏ। ମନେ ରଖନ୍ତୁ, ଯିଏ ବିଶେଷ ଭାବରେ ଯାହାକୁ ଭଲ ପାଇଥାଏ ସେଇଟା ଅନ୍ତିମ କାଳରେ ସ୍ମରଣ ହୁଏ। ନା ରାମ ଭଗବାନ ନା କୃଷ୍ଣ ଭଗବାନ। ଅନ୍ତିମ ପ୍ରାଣୀର ଭଲ ମନ୍ଦ ବାଣୀ ଯେତେବେଳେ ପ୍ରାଣ ଚାଲିଯିବା ସମୟରେ ଆମେ ତାକୁ ପାଟିରେ କ'ଣ ଦେଇଥାଉ? ଏଇଟା ନିର୍ମାଲ୍ୟ ଦେଇଥାନ୍ତି। ନିର୍ମାଲ୍ୟ ମାନେ ତୁଳସୀ ପାଣି। ଏଇ ନିର୍ମାଲ୍ୟ ଦେଇଥାନ୍ତି ଲୋକମାନେ। ମୁଁ ଦେଖିଛି ଯେ ଏଇ ନିର୍ମାଲ୍ୟ ଦେବା ଦ୍ୱାରା ତାର ସେ ବୈକୁଣ୍ଠପୁର ଯିବ ବୋଲି ବିଶ୍ୱାସ କରୁଛନ୍ତି। ତାହେଲେ ସେ ତ ମାନେ ବିଶେଷ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଲେ ଯାହା ଜାଣି। ତେଣୁକରି ସେ କ'ଣ ଭାଗବତର ଅନୁଯାୟୀ ସେ ଲୋକ ମାନେ ନା ରାମ ରାମ ନା କୃଷ୍ଣ କୃଷ୍ଣ ନା
ଓଂ ନମୋ ଶିବାୟ ଏମିତି କିଛି ନାମ ସେ ବିଶେଷ ଭାବରେ ଭଲ ପାଇନାହିଁ। ଶିବରାତ୍ରିରେ ଶିବ ଭକ୍ତି କରିଛି, ମହାଶିବରାତ୍ରି ପାଳନ କରିଛି, ଅନେକ ସ୍ଥାନରେ ସେ ମାନେ ରାମକୃଷ୍ଣ ଏଇ ନାମ ଯଜ୍ଞରେ ଭାଗ ନେଇଛି, ଅନେକ ପ୍ରକାର କର୍ମ କରିଛି। ମାନେ ସବୁଦିନ ନିତ୍ୟ କର୍ମ କେଉଁଟା ନିତ୍ୟ ସବୁବେଳେ ସେ ସବୁବେଳେ ଯେଉଁ ଥିଲା ଗୃହରେ ସେ ନିଜର ବିଶେଷ ଭାବରେ ନିଜର ମାନେ ପତ୍ନୀକୁ ଭଲ ପାଉଥିଲା। ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଲେ ତାହା ଜାଣି। ଯେତେବେଳେ ସ୍ୱାମୀ ତାକୁ ପାଣି ଦେବାକୁ ଯାଉଛି, ତାର ମାନେ ଓଠରେ ନିର୍ମାଲ୍ୟ ଦେବାକୁ ଯାଉଛି, ସେତେବେଳେ ସେ ତାର ପୁଅକୁ କହୁଛି ତୁ ମୋତେ ପାଣି ଦେ ନା ବାବୁ, ଏମିତି କହିପାରୁନାହିଁ। ହେଲେ ସେ ଅନ୍ତିମ କାଳରେ ନିଜର ପୁଅକୁ ଖୋଜୁନାହିଁ, ନିଜର ପୁଅର ସ୍ତ୍ରୀ ବୋହୂ ମାଆକୁ ଖୋଜୁନାହିଁ, ସେ ନିଜର ଭାଇ ଯେଉଁ ଅଛନ୍ତି ତାଙ୍କୁ ଖୋଜୁନାହିଁ, ନା ରାମ ଭଗବାନଙ୍କୁ ଚିନ୍ତା କରୁଛି ନା କୃଷ୍ଣ ଭଗବାନଙ୍କୁ ଚିନ୍ତା କରୁଛି। ବିଶେଷ ଭାବରେ ଭଲ ପାଇଥିବାରୁ ତାର ବୁଢ଼ୀ ମାନେ ତାର ଯେଉଁ ବୃଦ୍ଧାବସ୍ଥାରେ ଅଛି ତାକୁ ଖୋଜୁଛି। ସେ ଯଦି ପାଣି ଦେବ ତାହେଲେ ସେ ଗ୍ରହଣ କରିବ। ଏଇଟା ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଲେ ତାହା ଜାଣି। ଯେଉଁ ଭାବକୁ ଯିଏ ସ୍ମରଣ କରି ମୃତ୍ୟୁବରଣ କରିଥାଏ, ସେ ଲୋକ ଅନ୍ତିମ କାଳରେ ସେଇଟା ଅନ୍ତିମ ପରେ ତୃତୀୟ ଘରରେ ତାକୁ ମାନେ ତୃତୀୟ ଜନ୍ମ ଯେତେବେଳେ ହେବ ସେତେବେଳେ ସେ କେଉଁଟା ସେଇ ରୂପକୁ ଗ୍ରହଣ କରିଥିବାରୁ ସେ ଦିନେ ନାରୀ ରୂପ ଧାରଣ କରିବ। ତେଣୁ ଏଇଟା ଭାଗବତରେ ଲେଖା ଅଛି ଯେ ମାନେ କର୍ମକୁ ନ କଲେ କାମନା ସିଦ୍ଧ ହୁଏ ନାହିଁ, କ୍ରିୟାହୀନ ହୋଇ ଗଲେ ରେ ବଉଲ। ଏ ନବଖଣ୍ଡମୟୀ ଯେତେବେଳେ ନିର୍ମାଲ୍ୟ ଦେଲା ପରେ ଯେଉଁ ଭାବକୁ ଚିନ୍ତନ କରି ମୃତ୍ୟୁବରଣ କରିଥାଏ ସେଇ ଭାବକୁ ତାକୁ ପ୍ରାପ୍ତି ହୁଏ। ଏଇଟା ମୃତ୍ୟୁବରଣ କଲେ ତାର ଭାବ ସେ ପ୍ରାପ୍ତି ହେଇଥାଏ। ତେଣୁକରି ଆର ଜନ୍ମରେ ସେ ନାରୀ ରୂପ ହୋଇ ଜନ୍ମ ହୁଏ, କାହିଁକି ନାରୀକୁ ବିଶେଷ ଭାବରେ ଭଲ ପାଇଥିଲା। ତେଣୁ ନାରୀମାନେ ମୃତ୍ୟୁବରଣ କଲେ ବୃଦ୍ଧାବସ୍ଥା ପରେ ସେମାନେ ବୁଢ଼ା ବୋଲି ନିଜେ ପ୍ରାଣ ତ୍ୟାଗ କରନ୍ତି। ତେଣୁ ସେ ଆର ଜନ୍ମରେ ପୁରୁଷ ରୂପ ଧାରଣ କରେ। ଏଇଟା ମୁଁ ଦେଖି ଶୁଣିଛି, ଆଉ କେତେଗୁଡ଼ିଏ ଲେଖାରେ ମଧ୍ୟ ଦେଖିଛି। ତେଣୁ ଆମେ ଏଇ ଯେଉଁ ମାନେ କେଉଁଟା ସେଇ ମାନେ ଅନ୍ତର ଶୌଚ ବାବଦରେ ମୁଁ ଯେଉଁ କହୁଛି, ଅନ୍ତର କେମିତି ଶୌଚ ହୁଏ। ବାହ୍ୟ ଶୌଚ ହେଲେ ଅନ୍ତର ଶୌଚ ହୁଏ। ଭୀମ ଭୋଇଙ୍କର ବାଣୀ ଭାଷାରେ ଆପଣ ଶୁଣିଥିବେ, ତାଙ୍କ ଲେଖନରୁ ଜାଣିଥିବେ ଯେ ଭୀମ ଭୋଇ ବେଶୀ ଲୋକ ସଂଖ୍ୟା ହୋଇଗଲେ ସେଇ ପିଣ୍ଡ ପ୍ରାଣ ମୁଁ ପ୍ରଭୁଙ୍କୁ ସମର୍ପଣ କରିଛି, ଏଇ ପିଣ୍ଡ ପ୍ରାଣ ଅନ୍ୟମାନଙ୍କୁ ଛୁଇଁ ଦେବି ନାହିଁ, ଏଇଟା ବା ଏ ଶରୀରକୁ ଅନ୍ୟମାନଙ୍କୁ ଛୁଇଁବି ନାହିଁ ବୋଲି ସମୟରେ ଲୋକ ଭିଡ଼ ହେଲେ ଅନେକ ମାନେ ସୁମଧୁର କଣ୍ଠରେ ସେ ରସରକେଲି ସେ ଡାଲଖାଇ ଇତ୍ୟାଦି ଭଜନ ଗୁଡ଼ାକ ପଢ଼ିକିରି ସେ ନିଜକୁ ଛଡ଼େଇ ହେଇକିରି ଯାଉଥିଲେ। ତେଣୁ ସାଧୁ ସନ୍ନ୍ୟାସୀମାନେ ଯେଉଁଟା ଗୃହସ୍ଥା ଲୋକମାନେ ମାନେ ବ୍ୟବହାର କରୁଛନ୍ତି, ଶୋଇବାର ଆସନ ଅଛି ତାଙ୍କର ବସିବେ ନାହିଁ, ତାଙ୍କର ଖାଇବାର ବାସନରେ ଖାଇବେ ନାହିଁ, ଏମାନଙ୍କୁ ପତ୍ର ଦରକାର, ଏମାନଙ୍କୁ ମାଟି ପାତ୍ର ଦରକାର, ଏମିତି ଅଛି ତାର ନିୟମ। ତେଣୁ ଏଇ ନିୟମ ମଧ୍ୟରେ ଅନ୍ତର ବାହ୍ୟ ଶୌଚ ହେଲେ ଅନ୍ତର ଶୌଚ ହେବ, ବାହ୍ୟ ଶୌଚ ହେଲେ ଅନ୍ତର ଶୌଚ ହେବ, ଅନ୍ତର ଶୌଚ ହେଲେ ଶରୀର ପବିତ୍ର ହେବ ବା ଭିତରେ ଥିବା ମାନେ ଜୀବର ପବିତ୍ର ହେବ, ଜୀବର ପବିତ୍ର ହେଲେ ଆତ୍ମା ମାନେ ପ୍ରାପ୍ତି ହେବ, ଆତ୍ମାର ପ୍ରାପ୍ତି ହେଲେ ଯାଇ ପରମାତ୍ମା ଅଛି। ତେଣୁ ଆଗ ଆମେ ବାହ୍ୟ ଶୌଚ କରୁ ଆମେ ଅନ୍ତର ଶୌଚ କରିବା। ଭାବ ଥିଲେ ଭକ୍ତି କରିବା, ଭକ୍ତି କଲେ ଜ୍ଞାନ ଉଦୟ ହେବ, ତାପରେ ଆତ୍ମା ସହିତ ମିଳିତ ହେବ। ତେଣୁ ହେ ଆମର ଆଦର୍ଶ ସମସ୍ତ ଜନଜଗତର ପିତୃବର୍ଗ ମଣ୍ଡଳୀ ମାତୃବର୍ଗ ମଣ୍ଡଳୀ ମନେ ରଖନ୍ତୁ ଯେ ଏଇ ଶୌଚ ଦୁଇ ପ୍ରକାର ଅଛି। ଗୋଟେ ବାହ୍ୟ ଶୌଚ ହଉ ଆମର ଅନ୍ତର ଶୌଚ ହେବ। ଅନ୍ତର ଶୌଚ ହେଲେ ଜୀବ ସହିତ ଆତ୍ମାର ମିଳିଗଲେ ମାନେ ନିଶ୍ଚିତ ଭାବରେ ଏଇଟା ଏ ଘଟର ପ୍ରାଣ ଛାଡ଼ିଯିବ। ତାହେଲେ ଜୀବ ସହିତ ଆତ୍ମାର କେମିତି ମିଳନ ହେବ? ଆତ୍ମା ସହିତ ଜୀବ ଆତ୍ମା ତ ଗୋଟିଏ ଶରୀର ଅଛି, କେମିତି ମିଳିତ ହେବ? ଯେଉଁଟା ନା ସେ ବାମ ପଟରେ ଭିତରକୁ ବାର ଯେଉଁଟା ଯାଉଛି ସେଇଟା ଜୀବ, ଦକ୍ଷିଣ ପଟରେ ମାନେ ଦକ୍ଷିଣ ପାର୍ଶ୍ୱରେ ଯେଉଁଟା ଭିତରୁ ବାହାରକୁ ଆଉଛି ତାକୁ କହନ୍ତି ପରମ।
ତେଣୁ ଗୋଟେ ଲେଖା ଅଛି କ'ଣ ଏଇଟା ଶାଲବେଗ ଭଜନରେ ଲେଖିଥିଲେ କ'ଣ ଲେଖିଥିଲେ ଏକ ଆମର ଭୀମ ଭୋଇ ଯେମିତି ଲେଖିଛନ୍ତି ଧର ଧର ହେ ଏକ ପାଦକୁ ଧର 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 ହେ 2 3 4 5 ନ ମିଶୋଇ 2 3 4 5 ନ ମିଶାଇ 2 3 4 5 ନ ମିଶୋଇ ଷୋଡ଼ ବ୍ରହ୍ମବାସୀ ଷୋଡ଼ ଅକ୍ଷର ଧର ଧର ହେ ଏକ ପାଦକୁ ଧର 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 ହେ ଜୀବ ଗଲା ବେଲେ ସେ ଯେଉଁ ମାନେ ଏ ଜୀବ ଯେତେବେଳେ ଯିବ ସେତେବେଳେ ଜୀବ ମାନେ ସେ ପରମକୁ କେବେ ମଧ୍ୟ ଗୋଟିଏ ଘରରେ ଅଛନ୍ତି ମାନେ ଗୋଟିଏ ଶରୀରରେ ଅଛନ୍ତି କିନ୍ତୁ ପରସ୍ପର ସ୍ନେହ ମମତା ଅଛି କିନ୍ତୁ ମିଳିତ ହୋଇନାହାନ୍ତି ଛୁଆଁଛୁଇଁ ନାହିଁ ସେମାନେ କରୁଛନ୍ତି ସୁଖ ସୁରତି ଏଇ ଘଟରେ ଯେଉଁ ଜୀବ ଅଛି ଆଉ ପରମ ଅଛି ଏଇଟା ଗୋଟିଏ ଘଟରେ ଅଛନ୍ତି ଏମାନଙ୍କର କୌଣସି ମିଳିତ ହେଇନାହିଁ ଯେଉଁଦିନ ମିଳିତ ହେବ ସେଦିନ ଏ ଘଟରୁ ପ୍ରାଣ ଛାଡ଼ି ଚାଲିଯିବ ତେଣୁ ଏଇଟା ଭୀମ ଭୋଇ ଯେଉଁଟା ଲେଖିଛନ୍ତି ଶାଲବେଗ ଭଜନରେ ମଧ୍ୟ ସେଇଟା ଲେଖା ଅଛି ମାନେ ଶାଲବେଗ କହୁଛନ୍ତି ଯେ ଶାଲବେଗ କ'ଣ କହୁଛନ୍ତି ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଅଲେଖ ଏକ ଚକେ ରଥ ଚଲୁଥିଲା ବିଚକ ହେବାରୁ ନ ଚଲିଲା ଏକ ଚକେ ରଥ ଚଲୁଥିଲା ବିଚକ ହେବାରୁ ନ ଚଲିଲା ସପ୍ତଦ୍ୱୀପାମହୀ ତୈଳ ପଡ଼ନ୍ତେ ସପ୍ତଦ୍ୱୀପାମହୀ ଅନଳ ଜଳନ୍ତେ ତୈଳ ପଡ଼ନ୍ତେ ଲିଭିଗଲା ଆହେ ଚକା ଡୋଲା ଭକ୍ତର ଭାବକୁ ବାନ୍ଧିଛ ଶୂନ୍ୟ ଭେଲା ଆହେ ଚକା ଡୋଲା ଏକ ଚକେ ରଥ ଚଲୁଥିଲା ମାନେ ସମୁଦାର ବାଲକୁ ଇସାରା କାଫି ଏକ ଚକେ ରଥ କେମିତି ଏକ ଚକ ହେଲା ଆମର ତ 2ଟା ପାଦ ଅଛି ଆମର ଗୋଟିଏ ପାଦ କେମିତି ହେଲା ଆମର 2ଟା ପାଦ କେମିତି ହେଲା ମାନେ ଗୋଟିଏ ଆମର ଶରୀରରେ ମାନେ ଗୋଟିଏ ଯେଉଁଟା ବାମ ଭିତରେ ଯାଉଛି ସେଇଟା ହେଲା ମାନେ ଏକ ମାନେ ଯେଉଁଟା ଜୀବ ସେ ରହିଛି ଜୀବ ଭାତ ଡାଲି ତରକାରୀ ମାଛ ମାଂସ ଅଣ୍ଡା ପ୍ରଭୃତି କୁଖାଦ୍ୟ ଗ୍ରହଣ କରୁଛି ସାତ୍ତ୍ୱିକ ଭୋଜନ କରୁଛି ରାଜସିକ ଭୋଜନ କରୁଛି ତାମସିକ ଭୋଜନ କରୁଛି ତେଣୁ ଏ ପ୍ରାଣଟା ରହିଅଛି ତେଣୁ ଏଇଟା ଏକ ପାଦରେ ଚଲୁଛି 2 ପାଦ ହେବାରୁ ନ ଚଲିଲା ଯେତେବେଳେ ଘଟରୁ ପ୍ରାଣ ଛାଡ଼ି ଚାଲିଯାଇଛି ଯିବା ଉପରେ ଅଛି ମାନେ ପରମ ଯେଉଁଟା ଅଛି ସେ କିଛି ଖାଏ ନାହିଁ ଭାତ ଡାଲି ତରକାରୀ ମାଛ ମାଂସ ଅଣ୍ଡା ଇତ୍ୟାଦି କୁଖାଦ୍ୟ ଗ୍ରହଣ କରେ ନାହିଁ କିମ୍ବା କୌଣସି ଜଳ ପିଏ ନାହିଁ ଆମର ଶରୀରରେ ଅଛି କିନ୍ତୁ ବାୟୁ ମଧ୍ୟ ଗ୍ରହଣ କରେ ନାହିଁ ସିଏ ମହାରସ ଆପ୍ୟାୟନ କରି ସେଇ ପରମ ସହିତ ଜୀବର ଯେତେବେଳେ ମିଳନ ହେବ ସେତେବେଳେ ଏ ଘଟରୁ ପ୍ରାଣ ଛାଡ଼ି ଚାଲିଯିବ ଘଟରୁ ପ୍ରାଣ ଛାଡ଼ି ଚାଲିଗଲେ ସେଇ ଘଟରେ ମାନେ ଜୀବ ଏବଂ ଆତ୍ମାର ମାନେ ସପ୍ତଦ୍ୱୀପାମହୀ ଅନଳ ଜଳନ୍ତି ତୈଳ ପଡ଼ନ୍ତି ଲିଭିଗଲା ଏଇ ବାମ ଅଙ୍ଗରେ ଜୀବ ଅଛି ଦକ୍ଷିଣ ଅଙ୍ଗଟା ଏଇଟା ସପ୍ତଦ୍ୱୀପାମହୀ କେଉଁଟା ସପ୍ତଦ୍ୱୀପ ହେଲା ଗୋଟିଏ ହେଲା ଚର୍ମ ଲୋମ ଚର୍ବି ରକ୍ତ ମାଂସ ହାଡ଼ ଆଉ ଶୁକ୍ର ଏହି ସପ୍ତଦ୍ୱୀପାମହୀ ଅନଳ ଜଳନ୍ତେ ଏଇଟା ପ୍ରାଣ ବଞ୍ଚିଛି ବୋଲି ଇଏ ରହିଛି ତୈଳ ପଡ଼ନ୍ତେ ଲିଭିଗଲା ମାନେ ପାଣି ବାମ ନାସାରେ ଯେତେବେଳେ ବାୟୁ ଘନ ଘନ ହେବ ସନ୍ନିପାତ ଘଟି ଆସିବ ଦେହ ଶିଥିଳ ହୋଇଯିବ ତେଣୁ ସେଇଟା ହେଇଯିବ କ'ଣ ଏଇ ଦେହ ଶିଥିଳ ହେଲେ ଏଇ ମାନେ ସନ୍ନିପାତ ହେଲା
ମାନେ ସାରା ବିଶ୍ୱକୁ ଯେମିତି ସମୁଦ୍ରର ପାଣି ଢାଙ୍କିଦେଲେ ଆଉ ପ୍ରାଣ ରହିଲା ନାହିଁ, ବିଶ୍ୱ ଭାସିଗଲା, ଠିକ୍ ସେହିପରି ଆମର ଶରୀରଟା ଯେଉଁ ନବଖଣ୍ଡ ମହି ଅଛି, ମାନେ ସପ୍ତ ଦ୍ୱୀପ ଅଛି, ଏଇ ସପ୍ତଦ୍ୱୀପ ନବଖଣ୍ଡ ମହି ସମସ୍ତ ମାନେ ପାଣିରେ ଭାସିଗଲା, ଅର୍ଥାତ୍ ମୃତ୍ୟୁବରଣ କଲା। ତେଣୁକରି ଶୌଚ ଯେଉଁ ଦୁଇ ପ୍ରକାର ଅଛି, ଅନ୍ତର ଶୌଚ ଯଦି ପବିତ୍ର ହେଇଗଲା, ଆତ୍ମା ପବିତ୍ର ହେବ। ତେଣୁ ଆତ୍ମା ପବିତ୍ର, ଆତ୍ମା ଏଇଟା ମାଧ୍ୟମ ଅଛି। ଏଇ ପବିତ୍ର ଆତ୍ମାକୁ ପବିତ୍ର କରିବା ପାଇଁ, ଜୀବକୁ ପବିତ୍ର କରିବା ପାଇଁ ଆତ୍ମାର ସ୍ପର୍ଶ ବା ଆତ୍ମାକୁ କେମିତି ଚିହ୍ନିବା, ମାନେ ମାନେ ଆତ୍ମାକୁ କେମିତି ଚିହ୍ନିବା, ସେ ମାଧ୍ୟମ ଶୌଚ ହେଲେ ଯାଇକି, ଶୌଚ ହେଲେ ଏ ଜୀବ ମାନେ ଅନ୍ତର ଶୌଚ ବାହ୍ୟ ଶୌଚ ହଉ ଅନ୍ତର ଶୌଚ ହେବ। ତେଣୁକରି ଏଇଟା ମାନେ ଶୌଚ ବାବଦରେ ଏମିତି ଲେଖି ଯାଇଛନ୍ତି। ତେଣୁ ଆମର ଅଛି ସନ୍ତୋଷ ମାନେ ମନକୁ ଗୋଟିଏ ସନ୍ତୋଷ ଜାଗୃତ ହେବାର କଥା। ସନ୍ତୋଷ ମାନେ କେମିତି କଲେ ସନ୍ତୋଷ ହୁଏ? ଦେଖନ୍ତୁ ଯେ ଅନ୍ୟମାନଙ୍କ ପାଇଁ, ଏଇ ସନ୍ଥମାନେ ଯେଉଁ ଅଛନ୍ତି ଅନ୍ୟମାନଙ୍କ ପାଇଁ ନିଜର ଜୀବନ, ଅନ୍ୟ ପ୍ରାଣୀଙ୍କ ପାଇଁ, ପ୍ରାଣୀର ହିତ ନିମନ୍ତେ, ଅନ୍ୟ ଦୁଃଖରେ ଦୁଃଖୀ ହେବା, ଅନ୍ୟ ସୁଖରେ ସୁଖୀ ହେବା, ଅନ୍ୟମାନଙ୍କର ମାନେ ଦୁଃଖରେ ସହଭାଗୀ ହୋଇ ତାକୁ କିଛି ଦେଇ ନ ପାରିଲେ ସୁଦ୍ଧା ତାକୁ ଦୁଃଖ ଏବଂ ସୁଖରେ ସହଯୋଗ କରିଥିବା, ଏଇଟା ହେଉଛି ଗୋଟିଏ, ଏଥିରୁ ଯେଉଁ ସୁଖ ମିଳେ ଏଇଟା ଗୋଟିଏ ସୁଖ। ଆଉ ଗୋଟେ ଆମର ସୁଖ କ'ଣ ଅଛି? ଯେ ଏଇ ଶରୀରକୁ ତେଲ ସାବୁନ ଲଗାଇ ସ୍ନାନ କରି, ମାନେ ଉପଯୁକ୍ତ ଖାଦ୍ୟ ଗ୍ରହଣ କରିକିରି ଭଲ ଭାବରେ ନିଦ୍ରା ଗଲେ ଯେଉଁ ଉଠି ସାରିଲା ପରେ ଗୋଟେ ସୁଖ ମିଳେ। ତାହେଲେ ଏହି ସନ୍ତୋଷ ଜଣେ ଆହୁରି ଗୋଟିଏ କେଉଁ ମାଧ୍ୟମ ଅଛି? ଗୋଟିଏ ସେଇଟା ସୁଖ। ସେଇଟା କି ପ୍ରକାର ସୁଖ? ମାନେ ରନ୍ତେ ଯୋଗିଆ, ମାନେ ଜଳ ଯେମିତି ବହି ଚାଲିଛି, ଜଳ ଯେମିତି ଉପରୁ ତଳକୁ ବହି ଚାଲିଛି, ବର୍ଷା ହେଲେ ଗ୍ରାମରୁ ବାହାରିକିରି ଆମର ସମତଳ ଭୂମିରୁ ଜମି ଗୁଡ଼ାକରେ ଆଉ ଆପଣଙ୍କର ଜମିରୁ ସେ କେଉଁଠିକି ଯାଇଛି? ନାଳକୁ ଯାଇ ପୋଖରୀରୁ ନାଳରୁ ନଦୀ, ନଦୀରୁ ମହାନଦୀ, ମହାନଦୀରୁ ସମୁଦ୍ର। ସେଇ ସମୁଦ୍ର, ମହାସମୁଦ୍ର କହୁଛୁ। ହେ ଆମର ଆଦର୍ଶ ସମସ୍ତେ ମନେ ରଖନ୍ତୁ, ଆମର ଆଦର୍ଶ ମାତୃବର୍ଗ ମଣ୍ଡଳୀ, ପିତୃବର୍ଗ ମଣ୍ଡଳୀ, ଜଗତ ଭଗତ, ଆବାଳ ବୃଦ୍ଧ ବନିତା, ବାଳକ ବାଳିକା, ଜ୍ଞାନୀମାନି ସୁଜ୍ଞାନୀ ପଣ୍ଡିତ ବର୍ଗ ମଣ୍ଡଳୀ, ଲକ୍ଷ୍ୟ ରଖନ୍ତୁ ଯେ ଆମର ମାନେ ପ୍ରଥମ ସୁଖ ଅନ୍ୟମାନଙ୍କର ସେବାରେ, ଦ୍ୱିତୀୟ ସନ୍ତୋଷ ମିଳିଛି। ଆଉ ନିଜର ଶରୀର ପ୍ରତି ଗୋଟେ ସୁଖ ଅଛି। ଆଉ ଗୋଟେ କ'ଣ ଅଛି? ଦେଖନ୍ତୁ, ଆମର ବାମ ନାସାରେ ଗୋଟିଏ ପୁଡ଼ା ଅଛି, ଏଇଟା ଜୀବ ଯାଉଛି, ଜୀବର ଯାତାୟାତ ଅଛି। ଦକ୍ଷିଣରେ ପରମର ଯାତାୟାତ ଅଛି। ଠିକ୍ ସେହିପରି ମଝିରେ ମାନେ ଗୋଟିଏ ଇଡ଼ା ଅଛି, ଗୋଟିଏ ପିଅଲା ନାଡ଼ି ଦେଖାଯାଉଛି, କିନ୍ତୁ ସୁଷୁମ୍ନା ନାଡ଼ି ଦେଖାଯାଉନାହିଁ। ସୁଷୁମ୍ନା ନାଡ଼ୀଟା ଦେଖାଯାଉନାହିଁ। ଏହାକୁ କହନ୍ତି ସରସ୍ୱତୀ, ଅର୍ଥାତ୍ ସରସ୍ୱତୀ ନଦୀ ପୂର୍ବରୁ ତାର ମାନେ ବିଲୀନ ହେଇଛି, ଗଙ୍ଗା ବହୁଛି, ଯମୁନା ବହୁଛି, ଆଉ ସରସ୍ୱତୀ ମଝିରେ ଅଛି। ତେଣୁକରି ଜୀବ ଏବଂ ଆତ୍ମା ଦେଖାଯାଉଛନ୍ତି, ଆଉ ମଝିରେ ଯେଉଁଟା ଅଛି କ୍ଳୀବ ନାଡ଼ି, ମାନେ ଇଡ଼ା ନାଡ଼ି, ସୁଷୁମ୍ନା ନାଡ଼ି, ମାନେ ଇଡ଼ା ପିଅଲାର ସୁଷୁମ୍ନା, ଇଡ଼ାର ପିଅଲା ଦେଖାଯାଉଛି, ସୁଷୁମ୍ନା ନାଡ଼ି ଦେଖାଯାଉନାହିଁ। ସେଇ ସୁଷୁମ୍ନା ନାଡ଼ି ମଧ୍ୟରେ ଯେଉଁ ପ୍ରବାହିତ ହେଉଛି ବାୟୁ, ଏଇଟାକୁ କହନ୍ତି ଇଏ ଗୋପନରେ, ଏୟାର ସାଙ୍ଗରେ ଯିଏ ମାନେ ରଚିତ ହେଇଛି, ଯିଏ ଏୟାର ସାଙ୍ଗରେ ଭାବ ରଖିଛି, ପରମାତ୍ମା ସହିତ ଯିଏ ଭାବ ରଖିଛି, ଯିବା ଆସିବା ହେଉଛି କେଶମାଳ ଗୋଟେ, ମାନେ ସେ ମାନେ ସୂକ୍ଷ୍ମ ଭାବରେ ଯିଏ ଯାତାୟାତ କରୁଛି, ମାନେ ଯିଏ ସ୍ତ୍ରୀ ନୁହେଁ କି କିମ୍ବା ନପୁଂସକ ନୁହେଁ, ଯାହାର ଯୋନି ଇନ୍ଦ୍ରୀ ଖଣ୍ଡପଲ କିଛି ନାହିଁ, ଯିଏ ବ୍ରହ୍ମା ବିଷ୍ଣୁ ଶିବ ନିରାକାରଙ୍କୁ ଯିଏ ତିଆରି କରିଛନ୍ତି, ସେଇ ପରମ ବୈଷ୍ଣବ ସନ୍ନ୍ୟାସୀ, ପରମ ବିଷ୍ଣୁ, ପରମାତ୍ମା, ପରମ ବ୍ରହ୍ମ, ଯିଏକି ଜନ୍ମ ଏବଂ ମୃତ୍ୟୁର ବାହାରେ, ତାଙ୍କର ସହିତ ଏଇ ସୁଷୁମ୍ନା ନାଡ଼ି ମଧ୍ୟରେ ସମ୍ପର୍କ ଅଛି। ତେଣୁକରି
ଆମକୁ ଏଇ ସୁଷୁମ୍ନା ନାଡ଼ୀଠୁ ଆରମ୍ଭ କରିକିରି ଆମେ କେମିତି ତାଙ୍କୁ ମାନେ ଆମେ ତାଙ୍କୁ କେମିତି ଭାବରେ ପରିଚିତ ହେବା। ତେଣୁକରି ଯଦି ଏଇ ୟାଙ୍କର ସହିତ ଭାବ ଯିଏ ରଖିବ, ଗୋଟେ ଇଳା ଗୋଟେ ପିଅଲା ସୁଷୁମ୍ନା ନାଡ଼ୀ ସହିତ ଯିଏ ଭାବ ରଖିବ, ଏଇଟା ଗୋଟିଏ ସନ୍ତୋଷ। এই ସନ୍ତୋଷ ଦ୍ୱାରା ତିନି ପ୍ରକାର ସନ୍ତୋଷରେ ତିନି ଭାଗକୁ କରାଗଲା। ଗୋଟିଏ ବାହ୍ୟ ସନ୍ତୋଷ, ମାନେ ବାହ୍ୟ ମାନେ ଏଇ ନିଜର ଶରୀରକୁ ସଜେଇ କରି ମାନେ ତାକୁ ଯାହା ଯାହା ଲାଗୁଛି, ମୁଖରେ ବ୍ରସ୍ ଲାଗୁଛି, ଆଖିରେ ମୁଣ୍ଡରେ ତେଲ ସାବୁନ ଲଗାଉଛି, ଉତ୍ତମ ଜଳ ଦ୍ୱାରା ସ୍ନାନ କରୁଛି, ଉତ୍ତମ ଖାଦ୍ୟ ଖାଉଛି, ଏଇଟା ଗୋଟେ ମାନେ ସନ୍ତୋଷ ହେଉଛି। ଆଉ ଯିଏ ଅନ୍ୟମାନଙ୍କ ପାଇଁ ମାନେ କିଛି ଟଙ୍କା ଦରକାର ଅଛି ଦେଉଛି, କିଛି ଖାଦ୍ୟ ଦରକାର ଦେଉଛି, ଅନ୍ୟମାନଙ୍କର ହିତରେ ହିତ ହେଉଛି, ଅନ୍ୟମାନଙ୍କର ସେବାରେ ଲାଗିଯାଉଛି, ଆଉ ପରୋପକାର ସ୍ୱର୍ଗାୟ ମନେ କରି ସେ ଅନ୍ୟମାନଙ୍କର ସେବା କରି ଚାଲିଛି, ଏଇଟା ଗୋଟେ ସନ୍ତୋଷ। ଏଇସବୁ କରି କରି ଯେଉଁ ସନ୍ତୋଷ ଲାଭ ହୁଏ, ଏଇଟା ଗୋଟେ ସନ୍ତୋଷ। ତୃତୀୟରେ ଯିଏ ମାନେ ଉପରୁ ଯେମିତି ପାଣି ତଳକୁ ବହି ନିଗିଡ଼ି ଚାଲିକିରି ମହାସମୁଦ୍ରରେ ରହିଛି ପଡ଼ିଛି, ସେଇ ମହାସମୁଦ୍ର ମାନେ କେଉଁଟା? ଏଇଟା ଆମର ମହାସମୁଦ୍ର ହେଉଛି ଏଇଟା ଆମର ଏଇ ମାନେ ଜମିବାଡ଼ି ଘର ଦ୍ୱାର, ମାନେ ଜିଲ୍ଲା ଜିଲ୍ଲା, ସହର ସହର, ଗଲି ଗଲି, କନ୍ଦି କନ୍ଦି ସବୁ ସ୍ଥାନରେ, ମାନେ ଓଡ଼ିଶାରେ, ଝାଡ଼ଖଣ୍ଡରେ, ଅନେକ ରାଜ୍ୟମାନଙ୍କରେ, ଅନ୍ୟ ଦେଶରେ, ତାପରେ ମହାଦେଶରୁ ପୃଥିବୀରେ, ସମଗ୍ର ବିଶ୍ୱରେ ଯେଉଁଟା ମାନେ ଏଇଟା ସମଗ୍ର ବିଶ୍ୱ ଯେମିତି ରହିଛି, ଆମର ସେଇ ମହାସମୁଦ୍ର ସେମିତି। ଉଦାହରଣ ସ୍ୱରୂପ ମନେ କରନ୍ତୁ, ସେଇ ବିଶ୍ୱ ଯେମିତି ଅଛି, ଏଇ ଆମର ମହାସମୁଦ୍ର ମଧ୍ୟ ସେଇ ସେମିତି ରହିଛି। ତେଣୁ ଏଇଟା ଭବ ରୂପକ ନଦୀ ଭାସୁଛି। ଏଇ ନଦୀଟା ହେଉଛି ଭବ ରୂପକ ନଦୀ। ତେଣୁକରି ମାନେ ଡଙ୍ଗା ବାହୁଛନ୍ତି ଅଗାଧ ସାଗରେ, ଅଲେଖ ମହିମା ଗୋସାଇଁ, ଡାକି ହାକି କରି ପାରି କରୁଛନ୍ତି, ନାମ ନୌକାରେ ବସାଇ, ସୁଜନେ ସୁଚିତେ ଯାଅ ପାର ହୋଇ, ସୁଜନେ ସୁଚିତେ ଯାଅ ପାର ହୋଇ। ଏଇ ନାମରେ ଯିଏ ନାମରେ ନୌକା କରି ଯିଏ ପାର ହେବ, ସେ ଲୋକଙ୍କୁ ମାନେ ସନ୍ତୋଷ ହେବ। ସେଇ ସନ୍ତୋଷ କୌଶଳ ଆତ୍ମସନ୍ତୋଷ, ଯେଉଁଟା ଆତ୍ମାର ସନ୍ତୋଷ, ଏହାକୁ ଆତ୍ମସନ୍ତୋଷ କହନ୍ତି। ପ୍ରଥମରେ ଶୌଚ, ଦ୍ୱିତୀୟରେ ସନ୍ତୋଷ ଗଲା, ତୃତୀୟରେ ଆମର ସ୍ୱଧାୟ। ସ୍ୱଧାୟ ନିଜର, ସ୍ୱ ମାନେ ନିଜର, ଧ୍ୟାୟ ମାନେ ତାକୁ ଧାରଣ କରିବା। ମାନେ ଆମର ଯେଉଁଟା 7ଗୋଟି ଅଙ୍ଗ ଅଛି, ସପ୍ତାଙ୍ଗ କହନ୍ତି। 7ଟା ଅଙ୍ଗଟା କେଉଁଟା? ଏଇ ଶପଥ ଧାତୁକୁ କହନ୍ତି। ଭୀମ ଭୋଇ ଲେଖିଛନ୍ତି, ପ୍ରଭାତ ଉଠିଣ ଗୋମୟ ଲଗାଇ, ଜଲେ କରିବ ସ୍ନାନ, ନିଶିରେ ରଜ ବୀର୍ଯ୍ୟ ବାଧାକ, କଟିବ ସେ ତ ସମାନ। ପ୍ରଭାତୁ ଉଠିଣ ଗୋମୟ ଲଗାଇ, ଜଲେ କରିବ ସ୍ନାନ, ନିଶିରେ ରଜ ବୀର୍ଯ୍ୟ ବାଧା ଯେତେକ, କଟିବ ସେ ଦୋଷ ମାନ। ଶପଥ ଧାତୁକୁ 7 ବୁଡ଼ ପାରି, ମୁଖେ ନାମକୁ ଜପିବ, ସାଷ୍ଟାଙ୍ଗେ ଦର୍ଶନ 7ବାର କରି, ଗୁରୁପାଦ ସୁମରିବ। ଶପଥ ଧାତୁକୁ 7 ବୁଡ଼ ପାରି। ଶପଥ ଧାତୁ ହେଲା, ଗୋଟିଏ ହେଲା ଚର୍ମ ଚର୍ବି, ଲୋମ, ରକ୍ତ, ମାଂସ, ହାଡ଼ ଆଉ ଶୁକ୍ର। এইটাକୁ ଚିନ୍ତା କରି ଶପଥ ଧାତୁକୁ 7 ବୁଡ଼ ପାରି, ଏଇ ଯେଉଁ ଅଛନ୍ତି ଚର୍ମ ଚର୍ବି, ଲୋମ, ରକ୍ତ, ମାଂସ, ହାଡ଼, ଶୁକ୍ର, ଏହାକୁ ଚିନ୍ତା କରି, ଏଇଟା ଯେଉଁ କାହିଁକି ଚିନ୍ତା କରିକିରି, ପିତା ଋଣ ମାତା ଋଣ ଆମେ ଯେଉଁ ଲାଗିଛି, ମାନେ ପିତାଙ୍କର ପ୍ରକୃତି, ମାଆଙ୍କର ପ୍ରକୃତି, ପିତାଙ୍କର ଭଲ ଚରିତ୍ର, ମାଆଙ୍କର ଭଲ ଚରିତ୍ର, ମାନେ ଗୁଣ ଚରିତ୍ର ସ୍ୱଭାବ ଜ୍ଞାନ ନେଇକିରି ପିତାମାତାଙ୍କଠୁ ମିଶିକିରି ଏଇ ଯେଉଁ ତିଆରି ହେଇଛି, ସେଥିରେ ଖରାପ ଗୁଡ଼ିକ ବିନାଶ କରି ମାନେ ଭଲ ଗୁଡ଼ିକ ଉଦୟ
ଉଦୟ ହେବା ପାଇଁ ଭଲ ଫଲ ଯେଉଁଟା ଅଛି ଉଦୟ ହେବା ପାଇଁ ଆମେ ଶପଥ ଧାତୁକୁ 7 ବୁଡ଼ ପାରି ମୁଖେ ନାମକୁ ଜପିବ। ନାମକୁ ନିଜ ନାମ କ'ଣ ବ୍ରହ୍ମ ନାମକୁ ଜପନ କରିବା ଭଜନ କରି ମୁଖେ ନାମକୁ ଜପିବ। ସାଷ୍ଟାଙ୍ଗେ ଦର୍ଶନ ଶତବାର କରି ସାଷ୍ଟାଙ୍ଗେ ପ୍ରଣିପାତ ଯେଉଁଟାକି ହାତ ଦୁଇଟା ମାନେ ଉରୁ ମାନେ ଛାତି ଆଣ୍ଠୁ ପାଦ ଦୁଇଟା ଏଇ ଗଇଁଠି ଏମିତି ଏଇଟା ସାଷ୍ଟାଙ୍ଗ ପ୍ରଣିପାତ ପରମାତ୍ମାଙ୍କୁ କରାଯାଏ। ତାହେଲେ ଏଇ ସାଷ୍ଟାଙ୍ଗ ପ୍ରଣିପାତ ସାଷ୍ଟାଙ୍ଗେ 7 ଗୁରୁପାଦ ସୁମରିବ ମାନେ ଏଇ ଶପଥ ଧାତୁକୁ କରିକିରି ସାଷ୍ଟାଙ୍ଗେ ଶରଣ ଯିବ। ଏଇଟା ମାନେ ଦିନକୁ ଶୌଚ ମାନେ ସ୍ୱଧାୟ ଯେଉଁଟା ମୁଁ କହୁଛି ଏଥି ଭିତରେ ଏଇଟା ସେଇ ପିତା ଏବଂ ମାତାରଙ୍କର ଋଣ ଶୁଝିବା ପାଇଁ ଅର୍ଥାତ୍ ଏଇ ଶପଥ ଧାତୁ ଯେଉଁଟା ଅଛି ଏଇଟା କ'ଣ ମାନେ ଏଇ ଯେଉଁ ଋଣ ଦେବ ଋଣ ଋଷି ଋଣ ପଞ୍ଚଭୂତ ଋଣ ଇତ୍ୟାଦି ଋଣ ଯେଉଁ ଏ ଜୀବ ଲାଗିଛି ୟାକୁ ଶୁଝିବା ପାଇଁ ଆମକୁ 7 ଥର ପ୍ରଣିପାତ କରିବାକୁ ପଡ଼ିବ। ତେଣୁକରି ଏଇ 7 ଥର ପ୍ରଣିପାତ କଲେ ଏଇଟା ଭୀମ ଭୋଇଙ୍କର ଭାଷାରେ ଅଛି ଯେ ଏଇଟା ହେଲା ଆମର ମହିମା ଧର୍ମର ସ୍ୱଧାୟ ମହିମା ଧର୍ମର ସ୍ୱଅଧ୍ୟାୟ। ଆଉ ଯଦି ଅନ୍ୟ ଧର୍ମରେ ଯେଉଁମାନେ ଅଛନ୍ତି ଏମାନଙ୍କୁ ବି ମୁଁ ଆପତ୍ତି କରୁଛି ଯେ ନିଜର ପିତୃମାତୃ ଋଣରୁ ଉଦ୍ଧାର ପାଇବା ପାଇଁ ଆମକୁ ସାଷ୍ଟାଙ୍ଗ 7 ବାର ପ୍ରଣାମ କରିବାକୁ ପଡ଼ିବ। ମାନେ କହିଲେ ଗୁରୁ ମାନେ ଅର୍ଜୁନ କହିଛନ୍ତି କାହାକୁ ମାନେ କୃଷ୍ଣକୁ ଅର୍ଜୁନ ମାନେ ପଚାରିବାରୁ ଶ୍ରୀକୃଷ୍ଣ ଭଗବାନ କହିଛନ୍ତି ପ୍ରଭୁଙ୍କୁ 7 ପଞ୍ଚବାର ଯତ୍ନେ କରିବ ନମସ୍କାର। ମାନେ କୌଣସି ବାହ୍ୟ ଚିନ୍ତା ନଥାଇ ମାନେ ଯତ୍ନେ କରିବ ନମସ୍କାର ଯେଉଁଟା ଆମେ କରୁଛୁ ପ୍ରଭୁଙ୍କୁ କଲେ ହେବ ନାହିଁ। ନମସ୍କାର ନିଜର ଫ୍ରେଣ୍ଡମାନଙ୍କୁ ନିଜର ସାଙ୍ଗସାଥିମାନଙ୍କୁ ନିଜର ବୟସ ଲୋକଙ୍କୁ ନମସ୍କାର କହନ୍ତି। ନିଜର ଗୁରୁମାନଙ୍କୁ ନମସ୍କାର ଆଜ୍ଞା କରନ୍ତି। ଆଜ୍ଞା ମାନେ ଆଦେଶ ଜ୍ଞା ମାନେ ଜାଣିବା ଆପଣ ଆଦେଶ କରନ୍ତୁ ଆଜ୍ଞା ଗୋଟେ ଉଚ୍ଚାରଣ ସେମିତି ଅଛି। କିନ୍ତୁ ପ୍ରଭୁଙ୍କୁ 7 ପଞ୍ଚବାର ଯତ୍ନେ କରିବ ନମସ୍କାର ଯେଉଁଟା ଏଇଟା କୃଷ୍ଣ ଭଗବାନ କହିଦେଲେ ଅର୍ଜୁନକୁ ଯେ ଏଇଟା ହେଉଛି 7 ମାନେ 7 ଥର। ଭଗବାନଙ୍କୁ କ'ଣ ପ୍ରଭୁଙ୍କୁ କେମିତି ପ୍ରଣାମ କରାଯାଏ ବାପାଙ୍କୁ ମାଆଙ୍କୁ କେମିତି ପ୍ରଣାମ କରାଯାଏ ଆମର ଏଇ ଭାଷାରେ ବର୍ତ୍ତମାନ ହେଲୋ ଡାଡି ହେଲୋ ମମି ଏଇଟା କହୁଛନ୍ତି। ଡ୍ୟାଡ୍ ହେଲୋ ମାନେ ବାପାଙ୍କୁ ମଧ୍ୟ ହେଲୋ ମାଆଙ୍କୁ ମଧ୍ୟ ହେଲୋ ଏଇଟା ଚାଲିଛି ଏ ପ୍ରଥା। କିନ୍ତୁ ପିତାମାତାଙ୍କୁ କେମିତି ପ୍ରଣାମ କରାଯାଏ ଗୁରୁଜନମାନଙ୍କୁ କେମିତି ପ୍ରଣାମ କରାଯାଏ ଏବଂ ପ୍ରଭୁଙ୍କୁ କେମିତି ପ୍ରଣାମ କରାଯାଏ ଏଇଟା ଆମେମାନେ ଜାଣିନାହୁଁ। ତେଣୁକରି ଏଇଟା ଭୀମ ଭୋଇ କହିଲେ ଯେ ସାଷ୍ଟାଙ୍ଗେ 7 ବାର ଗୁରୁପାଦ ସୁମରିବ ମାନେ ସେଇ ଗୁରୁ ଯେଉଁଟାକି ଆପଣମାନେ ପାଠ ପଢ଼ିଥିଲେ ସେଇ ମାଧ୍ୟମରେ ଗୁରୁର ମାନେ ପ୍ରକୃତ ଗୁ ଶବ୍ଦ ଅନ୍ଧକାର ରୁ ଶବ୍ଦ ଯିଏ ଅନ୍ଧକାରକୁ ଆମକୁ ଉଜ୍ଜ୍ୱଳ ପଥକୁ ଆଣିଛନ୍ତି ସେହି ଗୁରୁଙ୍କର ପାଦକୁ ସ୍ମରଣ କରିବ। ତେଣୁକରି ଏଇଟା ଯେଉଁ ମାନେ ସ୍ୱଧାୟ ହେଲା ଏଇଟା ପ୍ରତିଦିନ ପ୍ରଭାତରେ 7 5 ବାର ଏଇଟା ଶୌଚାବିଧି କରାଗଲା ସ୍ୱଧାୟ କରାଗଲା। ଯିଏ ଆମର ପବିତ୍ର ହିନ୍ଦୁ ଧର୍ମରେ ଗୀତା ପାଠ ନ କଲେ ମୁଁ ମୋର କଥା କହୁଛି ଆମର ଜନ୍ମଦାତ୍ରୀ ଜନନୀ ଆମକୁ ସନ୍ଧ୍ୟାରେ ମାନେ ଗୋଟିଏ ଅଧ୍ୟାୟ ଗୀତା ପାଠ ନ କଲେ ଆମକୁ ଖାଇବାକୁ ମିଳୁନଥିଲା। ପ୍ରଭାତରେ ସ୍ନାନ କରି ସକାଳେ ବିନା ଭାଗବତ ଗୋଟେ ଅଧ୍ୟାୟ ନ ପାଠ କଲେ ଆମକୁ ମାନେ ପାଣି ପିଇବାକୁ ମିଳୁନଥିଲା। ତେଣୁକରି ଏଇଟା ତାର ମାଧ୍ୟମ ଅଟେ ଯେ ଏଇଟାକୁ କହନ୍ତି ସ୍ୱଧାୟ ନିଜର ନିଜର ଏବଂ ଧ୍ୟାୟ ମାନେ ଧ୍ୟାନ କରିବା। ସେଇଟା ସମସ୍ତଙ୍କର ଯେଉଁମାନେ ଯେଉଁ ଧର୍ମରେ ଅଛନ୍ତି ଆପଣମାନଙ୍କର ସ୍ୱଧାୟ ଯେଉଁଟା ସେଇ ମାଧ୍ୟମରେ ଯାଆନ୍ତୁ। ମୁଁ କହୁନାହିଁ କି ମୁଁ ଭୀମ ଭୋଇଙ୍କର ବାଣୀ ଆଉ ଏଇଟା ଆପଣ ଏଇଟା ସ୍ୱଧାୟ କରନ୍ତୁ ଏଇଟା ମୁଁ କହୁନାହିଁ। ତେଣୁ ଆପଣମାନେ ଯେଉଁ ଧର୍ମରେ ଅଛନ୍ତି ସେଇ ଧର୍ମର ସ୍ୱଧାୟରେ ଚାଲନ୍ତୁ ଆପଣମାନଙ୍କୁ ମାନେ ଏଇ ନିୟମଟା ମାନେ ସକ୍ସେସଫୁଲ୍ ହେଇପାରିବ। ତେଣୁ ଆସନ୍ତୁ ଆମର ସ୍ୱଧାୟ ପରେ ଅଛି ମାନେ ଈଶ୍ୱର ପ୍ରଣିଧାନ। ଈଶ୍ୱର ମାନେ ଯେଉଁମାନେ ସତ୍ଯୋଗ ଚିତ୍ଯୋଗ ଆନନ୍ଦ ସଚିଦାନନ୍ଦ ଯେମିତି ଅଛି ଈଶ୍ୱର ମାନେ ଚାହିଁଲେ ଦେହ ଅଦେହ ହୋଇପାରେ ଇଚ୍ଛା ମରଣ ତାହାର।
ସେଇ ଈଶ୍ୱର ପୁରୁଷ ଯିଏକି ଆମର ଅନାଦି ପୁରୁଷ, ଆମେ ଯେଉଁ କହୁଛୁ ମହିମା ସ୍ୱାମୀ, ଆଉ ଆମେ ଯେଉଁ କହୁଛୁ ମାନେ ଯିଏ ବ୍ରହ୍ମା ବିଷ୍ଣୁ ଶିବଙ୍କୁ ଯିଏ ଦୀକ୍ଷା ଦେଇଥିଲେ ସେ ହେଉଛନ୍ତି ଅନାଦି ପୁରୁଷ, ସେ ହେଉଛନ୍ତି ଈଶ୍ୱର। ସେଇ ଈଶ୍ୱର ପ୍ରଣିଧାନ ମାନେ ଆମେ ଯେଉଁ ଯାଉଛୁ ଶିବ ମନ୍ଦିରକୁ, ଶିବ ମନ୍ଦିରର ବାଟ କେଉଁ ଦିଗରେ ଅଛି? ନାଇଁ ପୂର୍ବ ଦିଗରେ ଅଛି। ଜଗନ୍ନାଥ ମନ୍ଦିରକୁ ଯାଉଛୁ, ଜଗନ୍ନାଥ ମନ୍ଦିର ବାଟ କେଉଁ ଦିଗକୁ ଅଛି? ନା ପୂର୍ବ ଦିଗରେ ଅଛି। ଏମିତି ଯେଉଁ କାହିଁକି ପୂର୍ବ ଦିଗରେ ବାଟ ଅଛି? ନାହିଁ, ଏମାନେ ରାତି 2ଟାରୁ ଉଠିକିରି ସ୍ନାନ କରି ସେଇ ଅବନା ମନ୍ଦିରରେ ପରମାତ୍ମା ପରମ ବ୍ରହ୍ମକୁ ଦର୍ଶନ କରନ୍ତି, ସେଥିପାଇଁ ତାଙ୍କର ବାଟ ପୂର୍ବ ଦିଗରେ ଅଛି। ଏଇ ଯେଉଁ ମନ୍ଦିରମାନଙ୍କର ବାଟ ପୂର୍ବ ଦିଗରେ, ଏମାନେ ସମସ୍ତେ ଦେବାଦେବୀ ଯାହା ଅଛନ୍ତି, ଏମାନେ ପ୍ରଭାତରୁ ସ୍ନାନ କରି ମାନେ ରାତି 2ଟା 2:30ଟାରୁ ସ୍ନାନ କରି ଦେବ ସ୍ନାନ କରନ୍ତି 3ଟା ଭିତରେ। ଆଉ ସେଇ 3ଟା ଭିତରେ ସେ ମାନେ ସ୍ନାନ କଲେ ମାନେ ଦର୍ଶନ କରିସାରିଲା ପରେ ଭୋକ ଲାଗେ, ପାଣି ପିଇବାକୁ ଇଚ୍ଛା ଲାଗେ, ଖାଇବାକୁ ଇଚ୍ଛା ଲାଗେ। ଠିକ୍ ସେଇ ଶିବ ଭଗବାନଙ୍କର ଇଚ୍ଛା କେଉଁଟା? ନାହିଁ, ସେ ମାନେ ସ୍ନାନ କରିକିରି ମାନେ କିଛି ତାକୁ ଫୁଲ ବେଲପତ୍ର କ୍ଷୀର ଦରକାର। ଆମେ ତ ଫୁଲ ବେଲପତ୍ର କିଏ ରାତି 3ଟାରୁ ଯଦି ଦେଇଛି 3ଟା 4ଟା ଭିତରେ, 3ଟାରୁ ତ ସେଇ ଦେବ ସ୍ନାନ ହେଇଛି, ଭଗବାନ ମାନେ ସ୍ନାନ କରନ୍ତି, ତାହେଲେ 3ଟାରେ ଯିଏ ଦେଇଛି କ'ଣ ଦେଇଛି? ନାଇଁ, ଫୁଲ ବେଲପତ୍ର ଚଢ଼େଇ ଦେଇଛି, ତାହେଲେ ସେଇଟା କ'ଣ ହେବ? ସେ ନିଶ୍ଚିତ ଭାବରେ ଗ୍ରହଣ କରିବେ। ଆଉ ଜଣେ ସକାଳ 9ଟା କିମ୍ବା 10ଟାରେ ଗାଧେଇକିରି ଭଲ ମାନେ ଭଲ ଶାଢ଼ୀ ଖଣ୍ଡେ, ଭଲ ବସ୍ତ୍ର ପିନ୍ଧିକରି, ଭଲ ଧୋତି ପିନ୍ଧିକରି, ଚପଲ ପିନ୍ଧିକିରି ମାନେ ଇତ୍ୟାଦି ମାନେ ଯେଉଁ ପୂଜା ସାମଗ୍ରୀ ନେଇକିରି ଶିବ ମନ୍ଦିରରେ ଯେଉଁ ଦେଉଛି, ସେତେବେଳେ ଶିବ ହେଉଛନ୍ତି ତ ଭୋଲା, ସେଇଟା ମଧ୍ୟ ଖାଇଯିବେ। ସମୁଦାୟ ବାଲକୁ ଇଶାରା କାଫି ହେ। ମାନେ ଯିଏ ରାତି 4ଟା ବେଳେ ଯିଏ ଦେବ, ନିଶ୍ଚିତ ଭାବରେ ସେ ଗ୍ରହଣ କରିବେ। ତେଣୁ ଆମେ ଶିବ ମନ୍ଦିରର ପୂଜାରୀ ତ ସକାଳ 7ଟାରେ ଉଠୁଛି, ଜଗନ୍ନାଥ ମନ୍ଦିରର ପୂଜକ ମଧ୍ୟ ସକାଳ 7ଟା ଭିତରେ ପୂଜା କରୁଛି। ଶୀଘ୍ର କରୁନାହିଁ, ଶୀଘ୍ର କରିଲେ ଫଳ ଶୀଘ୍ର ଅଛି। ତେଣୁ ଅନ୍ୟ ଧର୍ମମାନଙ୍କରେ ପରୋକ୍ଷ ଫଳ ମିଳେ, କିନ୍ତୁ ଆମର ମହିମା ଧର୍ମରେ ମୁଁ ଜାଣିଛି ପ୍ରତ୍ୟକ୍ଷ ଫଳ ମିଳୁଛି। ଯଦି ଆପଣମାନେ ଥିଓରି ମୁଁ କହିବାଟା ପ୍ରାକ୍ଟିକାଲ କଲେ ଜାଣିବେ ପ୍ରତ୍ୟକ୍ଷ ଫଳ କ'ଣ ଅଛି। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଉଲ୍ଲେଖ। ଈଶ୍ୱର ପ୍ରଣିଧାନ ଯେଉଁଟା, ଏଇଟା ନିତ୍ୟ କର୍ମ। ନିତ୍ୟ ମାନେ ଯେଉଁଟା ପ୍ରତିଦିନ କରାଯାଏ, ପ୍ରତିଦିନ ପ୍ରଭାତରୁ ସ୍ନାନ କରାଯାଏ ଏବଂ ନିଜର ଇଷ୍ଟ ଦେବଙ୍କୁ ସ୍ମରଣ କରାଯାଏ, ଗାୟତ୍ରୀ ମନ୍ତ୍ର ପଠନ କରାଯାଏ, ବେଦ ଭିତରେ ରାମାୟଣ କିମ୍ବା ମହାଭାରତ ଗ୍ରନ୍ଥ ପଢ଼ାଯାଏ, ଭାଗବତ ଗୀତା ଗୋଟିଏ ଅଧ୍ୟାୟ ପଠନ କରାଯାଏ। ଏଇଟା ତ ଆମର ହିନ୍ଦୁମାନଙ୍କର ପ୍ରଚଳିତ ହେଇ ଆସୁଛି। ତାହେଲେ ଏଇଟା ଗଲା ଈଶ୍ୱର ପ୍ରଣିଧାନ। ତାପରେ ଅଛି ଆମର ସମର୍ପଣ। ସମର୍ପଣ କାହାକୁ କହୁଛନ୍ତି? ସମର୍ପଣ ହ୍ୟାଣ୍ଡସଅପ୍ ମାନେ ହାତ ଉପରକୁ ଉଠାନ୍ତୁ। ତାହେଲେ ହାତ ଉପରକୁ ଉଠେଇ ଦେଲା ପରେ ଆପଣ ତାକୁ ଆଉ ମାରିପାରିବେ ନାହିଁ, କାହିଁକି? ସେ ଆତ୍ମସମର୍ପଣ କଲା। ସମର୍ପଣ ମାନେ ମୋର ପାଦ, ଗୋଡ଼, ମୁଣ୍ଡ, ବୁଦ୍ଧି, ବିଦ୍ୟା, ଜ୍ଞାନ, ଭକ୍ତି ଯାହା ଅଛି, ମୋର ଶରୀରରେ ବଳ ଅଛି, ଯେଉଁ ମାନେ ହିଂସା ଅଛି, ସବୁ ଆପଣଙ୍କ ଠାରେ ସମର୍ପଣ କଲି। ତେଣୁ ଆପଣ ଚଳାନ୍ତୁ। ମାନେ ହ୍ୟାଣ୍ଡସଅପ୍ ମାନେ ଆଉ ଗୁଲି ଆପଣ ତାକୁ ମାରିପାରିବେ ନାହିଁ, ସେଇଟା ସମର୍ପଣ ହେଲା। ଠିକ୍ ସେହିପରି ଯେମିତି ଦ୍ରୌପଦୀ ହାତ ଉପରକୁ ଉଠେଇ ଦେଲା, ସେଇ ସମ୍ପୂର୍ଣ୍ଣ ସମର୍ପଣ ହେଲେ କୃଷ୍ଣ ଭଗବାନ ତାକୁ କୋଟି କୋଟି ବସ୍ତ୍ର ପ୍ରଦାନ କଲେ। ଯେମିତି ଗଜ 2ଟା ଗୋଡ଼କୁ ଆଗକୁ ଉଠେଇ ଦେଲା, ତାପରେ ଚକ୍ର ଶୂନ୍ୟରୁ ଆସିକିରି କୁମ୍ଭୀରକୁ ବିନାଶ କଲା। এইটা ହେଲା ସମର୍ପଣ। ଏଇ ସମର୍ପଣ ଏଇଟା ସମ୍ପୂର୍ଣ୍ଣ ସମର୍ପଣ, ଯେଉଁଟା ହାତ ଉପରକୁ ଉଠେଇ ଦେଲେ ଆପଣମାନେ ସାଷ୍ଟାଙ୍ଗ ମାନେ ହାତ ଉପରକୁ ଉଠେଇ ଦେଲା ମାନେ ସମ୍ପୂର୍ଣ୍ଣ ସମର୍ପଣ ହେଇଗଲା। ତାପରେ ସାଷ୍ଟାଙ୍ଗ ପ୍ରଣିପାତ କଲା ମାନେ ତାର ମାନେ ଶରୀର ଭିତରକୁ ପଶିଗଲା। ଯାହାକୁ ଆମେ ହାତ ଉପରକୁ ଉଠେଇଲା, ସାଷ୍ଟାଙ୍ଗ ପ୍ରଣିପାତ କଲା, ତାହେଲେ ସେ ନିଶ୍ଚିନ୍ତ ତାର ଉଦର ଭିତରେ ଆମକୁ ସମ୍ଭାଇ ନେଲା। ମାନେ ଆମକୁ ତାର ଭିତରକୁ ପଶିଗଲା ପ୍ରାୟ ଲାଗିବ। ସମର୍ପଣଟା ସମ୍ପୂର୍ଣ୍ଣ ସମର୍ପଣ, କୌଣସି ଚିନ୍ତା ବାହ୍ୟ ଚିନ୍ତା ନାହିଁ କିମ୍ବା ଆନ୍ତରିକରେ କୌଣସି ବିଷୟ ଚିନ୍ତା ନାହିଁ। ମାନେ ବିଷୟ ବାସନା ପ୍ରତି ଚିନ୍ତିତ ଅବସ୍ଥାକୁ ତ୍ୟାଗ କରି ସମସ୍ତ ପିତୃଲୋକ ମାତୃଲୋକଙ୍କୁ ଚିନ୍ତା କରି, କରିଥିବା କର୍ମମାନଙ୍କୁ ଚିନ୍ତା କରି, କରିଥିବା କର୍ମମାନ ଭୁଲ ଖରାପ ଗୁଡ଼ାକକୁ ଚିନ୍ତା କଲି, ସେଇଥିରୁ ମୁକ୍ତି ପାଇବା ସଙ୍ଗେ ସାଷ୍ଟାଙ୍ଗ ସମର୍ପଣ, ସାଷ୍ଟାଙ୍ଗ ପ୍ରଣିପାତ, ଏଇଟା ହେଉଛି ସମର୍ପଣ। କିନ୍ତୁ ଆମର ହିନ୍ଦୁ ଧର୍ମରେ ଯେଉଁଟା ସମର୍ପଣ ଯେଉଁଟା କହୁଛନ୍ତି,
ଶିବ ମନ୍ଦିର ଆଗରେ ଯାଇକିରି ହାତ ଦୁଇଟା ଯୋଡ଼ିକିରି ମନରେ ମାନେ କହିବେ, ହେ ଭଗବାନ, ହେ ଭୋଲାନାଥ, ମୋର ପୁଅକୁ ଚାକିରି ମିଳିଯାଉ। ହାତ ଏମିତି ଉଠେଇକିରି ଜଗନ୍ନାଥ ମନ୍ଦିର କହିଥିବେ, ହେ ଭଗବାନ, ମୋର ପାଇଁ ପାତ୍ରୀ ମିଳିଗଲେ ମୁଁ ଆପଣଙ୍କୁ 56 କୋଟି ଭୋଗ ଦେବି, କିନ୍ତୁ ଏବେ ଦେବି ନାହିଁ, ଯେଉଁମାନେ ଆପଣଙ୍କର ମାନେ ବାହୁଡ଼ା ଯାତ୍ରା ସମୟରେ ଦେବି। ଏମିତି ଅନେକ ଗୁଡ଼ାଏ ଯେଉଁ କଳ୍ପନା କରିକିରି ଭକ୍ତି କରନ୍ତି, ଏଇଟା ନିଷ୍କାମ କର୍ମରେ ସେ ଫଳ ମିଳିବ ନାହିଁ, କେବଳ ଏଇଟା ସକାମ କର୍ମ। ଫଳ ମିଳୁଛି ହେଲେ ଜଣେ ଦେଉଛି, ଦେନେବାଲା ଏକ ହେ, ମାନେ ଯିଏ ଦେଉଛନ୍ତି ସେ ଜଣେ ମାତ୍ର, କିନ୍ତୁ ତାକୁ ଭାଗ ବଣ୍ଟା କରୁଛନ୍ତି ଅନେକ। ଆମର ବାହ୍ୟରେ ଭ୍ରମିଳେ କିଛି ନାହିଁ ମିଳେ, ଘଟ ଭେଦାନ୍ତରେ ସର୍ବ ପାଇ, ଆରେ ମୂର୍ଖ ବାଇ, ମାନି ସେବା କଲେ ସିନା ଜ୍ଞାନ ପାଇ, ଆରେ ମୂର୍ଖ ବାଇ। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଲେଖ। ଯାହା ତ ଦେଇଛ ସବୁ ତ ତୁମ୍ଭରି, ମୋହର ତ କିଛି ନାହିଁ, କି ଧନ ଦେଇ ମୁଁ ସନ୍ତୁଷ୍ଟ କରିବି, ଆହେ ବ୍ରହ୍ମାଣ୍ଡ ଗୋସାଇଁ। ଯନ୍ତ୍ର ନ ଜାଣଇ ମନ୍ତ୍ର ନ ଜାଣଇ, ନ ଜାଣଇ ଭକ୍ତି ଭାବ, ତୋ ଶ୍ରୀ ଚରଣେ ଶରଣ ପଶୁଛି, କ୍ଷମା କର ଗୁରୁଦେବ। हे प्रभु परमात्मा परम ब्रह्म, जहाँ तो देइछ सब तो तुम्हरी, मोहर तो किछि नहीं। ए जहाँ जहाँ घटुछि सकाळु संध्या को 24 घंटा भितर, माने दिन राति को 24 घंटा 1440 मिनिट 86,400 सेकेंड भितर जहाँ जहाँ घटुछि घटिबा को जाउछि एवं घटिब, सेटा प्रभु करेछंती, आगरु करेछंती। किंतु प्रकृति द्वारा आमे जो तांको भूली जाउछे, तेणु आमर जोटा घटिबा को जाउथिबा सत्य कथा असत्य होइकरी दुर्घटना परिणत हेउछि। तेणुक आमको संपूर्ण समर्पण हेबा दरकार। आसंतु हे मोर समस्त उपस्थित जगत भगत आबाल वृद्ध वनिता बालक बालिका पिता माता ज्ञानी मानी समस्त भक्ति भक्त समूह समस्त साधु सन्थ तथा समस्ते आसंतु से प्रभु परमात्मा परम ब्रह्म ठारे संपूर्ण समर्पण हेबा। सच्चिदानंद परम ब्रह्म महिमा लेख। ताहले आज यही नियम बाबदरे परिसमाप्ति करने पूर्वर मु सही अलेख महिमा परमात्मा परम ब्रह्म ठारे अशेष प्रार्थना करुअछि जे जो माने ए चैनल माध्यम रे अछंती से माने किछि भूल थिले बा देखुथिले शुणुथिले किछि भूल थिले कहिबारे तो होई थाए, तेणु क्षमा करि नेबे। मु एतिकिरे एई नियम बाबदरे जोटा आगरु कहिथिली जम तापर ए नियम बाबदरे माने परिसमाप्ति करुछि। सच्चिदानंद परम ब्रह्म महिमा अलेख महिमा।